ମୋତେ ମୋ ଟ୍ୟୁସନ୍ ସାର୍ ତାଙ୍କ ଘରକୁ ଡାକି କିପରି ମୋତେ ଘେଇଥିଲେ ଘଣ୍ଟା ଘଣ୍ଟା ଧରି ଏବଂ ମୋତେ ପୁରା ଲଙ୍ଗଳା କରି ମୋର ସମ୍ପୂର୍ଣ୍ଣ ଚେହେରାକୁ ପୁରା ଚାଟି ଚୁଟି ଏକାକାର କରିଦେଇଥିଲେ। ମୋ ବିଆକୁ ପୁରା ଫାଡ଼ି ଦେଇଥିଲେ। ସେ ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏହି ଭିଡ଼ିଓରେ ସବୁ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର ହଟ୍ ଘିହାଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ, ଆପଣମାନଙ୍କୁ ପୁରା କଞ୍ଚା କଞ୍ଚା ହଟ୍ ଘିହାଁ କଥା କହୁଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୋର ପରୀକ୍ଷା ପାଖେଇ ଆସୁଥିଲା, ଆଉ ଅଳ୍ପ ଦିନ ମେଟ୍ରିକ୍ ପରୀକ୍ଷାକୁ ବାକି ଥାଏ। ହଠାତ୍ ଦିନେ ମୋ ଟ୍ୟୁସନ୍ ସାର୍ ଫୋନ୍ କରି କହିଲେ, ତମେ 12ଟା 1 ସୁଦ୍ଧା ଆସି ଆମ ଘରେ ପହଞ୍ଚିବ। ମୁଁ କିଛି ଜିନିଷ ତୁମକୁ ବୁଝେଇବାର ଅଛି, ତେଣୁ ସେଗୁଡ଼ିକ ବହୁତ ଇମ୍ପୋର୍ଟାଣ୍ଟ ଅଛି, ଆଉ ତୁମେ ଠିକ୍ ସମୟରେ ଆସି ପହଞ୍ଚିବ। ମୁଁ 3ଟା ବେଳକୁ ଘରେ ରହିବି ନାହିଁ, ତେଣୁ ତୁମେ ତା ଆଗରୁ ଆସିବ। ମୁଁ ବି କହିଲି, ହଉ ସାର୍, ଠିକ୍ ଅଛି, ମୁଁ ଠିକ୍ ସମୟରେ ପହଞ୍ଚିଯିବି। ତାପରେ ମୁଁ ବି ପାଖାପାଖି ଦିନ 1:30ଟା ହେବ, ମୁଁ ସାର୍ଙ୍କ ବସା ଘରେ ପହଞ୍ଚିଗଲି। ସାର୍ ଏକୁଟିଆ ଭଡ଼ା ଘରେ ରହୁଥିଲେ। ତାଙ୍କର ଆଉ ମା ବାପା ଗାଁରେ ରହୁଥାନ୍ତି, ତେଣୁ ସେ ଏକୁଟିଆ ରୁହନ୍ତି, ରୋଷେଇବାସ କରି ନିଜେ ଖାଆନ୍ତି। ତେଣୁ ମୁଁ ଯେତେବେଳେ ଗଲି ସେତେବେଳେ ଘରେ ଆଉ କେହି ନଥିଲେ, କେବଳ ଟ୍ୟୁସନ୍ ସାର୍ ଥିଲେ। ଟ୍ୟୁସନ୍ ସାର୍ ଗୋଟିଏ ବରମୁଣ୍ଡା ପିନ୍ଧିଥିଲେ ଏବଂ ଟି-ସାର୍ଟଟି ପିନ୍ଧିଥିଲେ। ସୁନ୍ଦର ଚେହେରା ତାଙ୍କର। ମୁଁ କହି ରଖୁଛି, ଯେତେବେଳେ ମୁଁ ସାର୍ଙ୍କ ପାଖରୁ ଟ୍ୟୁସନ୍ ହେଉଥିଲି ମୋତେ ସାର୍ଙ୍କ ପ୍ରତି ଟିକେ ଦୁର୍ବଳତା ଥିଲା, କାରଣ ସାର୍ଙ୍କର ସେ ସୁନ୍ଦର ଚେହେରା ଆଉ ତାଙ୍କର ସେ ବଡି ଦେଖି ସାରିଲା ପରେ ମୋତେ ତାଙ୍କ ପାଖରୁ ଘିଆଁ ଖାଇବାକୁ ଇଚ୍ଛା ହେଉଥାଏ। କିନ୍ତୁ ସେ ସାର୍ ମୁଁ ଛାତ୍ରୀ, ତେଣୁ ମୁଁ କିଛି କହିପାରୁନଥାଏ। ତ ସେଦିନ କ'ଣ ହେଲା ନା, ସାର୍ ପ୍ରକୃତରେ ଗଣିତ ବୁଝେଇବା ବାହାନାରେ ମୋତେ ଡାକିଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ସେ ମୋତେ ସେଦିନ ଘେଇବେ। ତ ମୁଁ କିନ୍ତୁ ଜାଣିପାରି ନଥିଲି। ତେଣୁ ମୁଁ ଯେତେବେଳେ ସାର୍ଙ୍କ ଘରେ ପହଞ୍ଚିଲି, ସାର୍ କ'ଣ କଲେ ନା, ମୋତେ ତାଙ୍କ ଖଟ ଉପରେ ବସେଇଲେ, ଗୋଟିଏ 2ଟି ଗଣିତ ମଧ୍ୟ ବୁଝେଇଲେ। ସର୍ଟ କ୍ୱେଶ୍ଚନ୍ କେମିତି ଆସିବ ସେସବୁ ବିଷୟରେ ମଧ୍ୟ ମୋତେ ଡିଟେଲ୍ସ ବୁଝେଇଲେ। କିନ୍ତୁ ସେଇ ପାଠ ବୁଝାବୁଝି ସମୟରେ ସେ ବାର ମୋ ଦେହକୁ ଟଚ୍ କରୁଥିଲେ। ତେଣୁ ତାଙ୍କର ଏଇଭଳି ହାବଭାବ ଦେଖି ମୁଁ ସେଦିନ ଅନୁମାନ କରିଦେଇଥିଲି, ବୋଧହୁଏ ଆଜି କିଛି ଘଟିବ। ଦିନ 2ଟା ପାଖାପାଖି ହେବ, ପ୍ରକୃତରେ ସେମିତି ଏକ ଘଟଣା ଘଟିଲା। ସାର୍ କଥାକୁ ବୁଲେଇ ବାଙ୍କି ନ କହି ସିଧା ମୋ ହାତକୁ ଧରିନେଲେ ଏବଂ ମୋତେ କହିଲେ ଯେ ମୁଁ ତୁମକୁ ବହୁତ ଭଲ ପାଏ ଏବଂ ମୁଁ ତୁମକୁ ଘେଇବାକୁ ମୋର ପ୍ରବଳ ଇଚ୍ଛା। ତ ମୋତେ ଥରେ ତମେ ଘେଇବାକୁ ଦିଅ। ମୁଁ ସାର୍ଙ୍କର ଏଭଳିଆ କଥାରେ ପୁରା ଆଶ୍ଚର୍ଯ୍ୟ ହେଇଗଲି, କାରଣ ମୁଁ ଆଶା କରିନଥିଲି ସାର୍ ଏମିତି ମୋତେ କହିବେ। ତେଣୁ ସେ ଯେତେବେଳେ କହିଲେ ମୁଁ ତ ମନେ ମନେ ଖୁସି ହେଇଗଲି, କିନ୍ତୁ ଉପରେ ଉପରେ ତାଙ୍କୁ ମନା କଲେ। ମୁଁ କହିଲି, ନାଇଁ ସାର୍, କାଳେ କ'ଣ ଅସୁବିଧା ହେବ। କିନ୍ତୁ ସେ କିଛି ଶୁଣିବା ଅବସ୍ଥାରେ ନଥିଲେ। ସେ ଯେତେବେଳେ ମୋତେ ଘେଇବା ପାଇଁ ପ୍ରପୋଜ୍ କରୁଥିଲେ ଏବଂ ସେ କଥା କହିସାରି ସେ କ'ଣ କଲେ ନା, ସିଧା ମୋତେ କଣ୍ଢେଇ ଧରିଲେ ଏବଂ ମୋ ଗାଲରେ ଏବଂ ବେକରେ ଖାଲି କିସ୍ ଦେବାକୁ ଲାଗିଲେ। ସେ ଏତେ ମାତ୍ରାରେ କିସ୍ ଦେଉଥିଲେ ଯେ ମୁଁ ଆଉ ନିଜକୁ ସମ୍ଭାଳି ପାରୁନଥିଲି। ତାପରେ କିଛି ସମୟ ପରେ ମୁଁ ମଧ୍ୟ ଦୁର୍ବଳ ହେଇଗଲି ଏବଂ
ଆଉ ବିରୋଧ କଲି ନାହିଁ। ତେଣୁ ସାର୍ କ'ଣ କଲେ ନା ସେଇ ମୌକାରେ ମୋର ସାର୍ଟଟିକୁ ପୁରା ଖୋଲିଦେଲେ। ମୋର ବଡ଼ ବଡ଼ ଦୁଇଟି ଦୁଧକୁ ସେ ବାହାରକୁ ବାହାର କରି ଆଣିଲେ ଏବଂ ତାଙ୍କ ପାଟିରେ ଦୁଧକୁ ଚାଟିବାକୁ ଲାଗିଲେ। କିଛି ସମୟ ମୋ ଦୁଧକୁ ସେ ଚାଟି ସାରିଲା ପରେ ତାପରେ ମୋ ପେଟକୁ ଚାଟିଲେ ଏବଂ ଆସ୍ତେ ଆସ୍ତେ କ'ଣ କଲେ ନା ମୋର ପେନ୍ଟିକୁ ତଳକୁ ଟାଣିଦେଲେ ଏବଂ ମୋ ବିହରେ ହାତ ବୁଲେଇବାକୁ ଲାଗିଲେ। ସେ ଯେତେବେଳେ ମୋ ବିହରେ ହାତ ବୁଲାଉଥିଲେ ମୋତେ ବହୁତ ମଜା ଲାଗୁଥିଲା ଏବଂ ବିହା ଖାଇବାକୁ ମୁଁ ପୁରା ପ୍ରସ୍ତୁତ ହେଇସାରିଥିଲି। କିଛି ସମୟ ବିହରେ ହାତ ବୁଲେଇ ସାରିଲା ପରେ ମୁଁ କ'ଣ କଲି ନା ମୋର ଦୁଇ ଗୋଡ଼କୁ ଟିକେ ଫାଙ୍କ କରିଦେଲି। ସାର୍ ସିଧା ତାଙ୍କ ମୁହଁ ନେଇ ମୋ ବିହରେ ମାରିଦେଲେ ଏବଂ ମୋ ବିହକୁ ଚୁଷିବାକୁ ଲାଗିଲେ। କିଛି ସମୟ ଚୁଷି ସାରିଲା ପରେ ସେ କହିଲେ, ତମର ବିହା କେତେ ସୁନ୍ଦର ହେଇଛି। ଆଜି ମୁଁ ତୁମ ବିହାକୁ ଘେହି ଘେହି ସେଥିରୁ ସବୁ ରସ ବାହାର କରିଦେବି। ତୁମକୁ ବହୁତ ମଜା ଆଣିଦେବି। ତୁମେ ଖାଲି ଅପେକ୍ଷା କର। ଏଇ କଥା କହୁଥିଲେ ଏବଂ ମୋ ବିହାକୁ ଖାଲି ଚାଟୁଥିଲେ। କିଛି ସମୟ ମୋ ବିହାକୁ ଚାଟି ସାରିଲା ପରେ ସେ ମଧ୍ୟ ପିନ୍ଧିଥିବା ତାଙ୍କର ବରମୁଣ୍ଡା ଆଉ ଟି ସାର୍ଟ ତାକୁ ସବୁ ଖୋଲି ପକାଇଲେ ଏବଂ ପୁରା ଲଙ୍ଗଳା ହେଇଗଲେ। ତାଙ୍କର ଲଙ୍ଗଳା ହେଇସାରିବା ପରେ ଯେଉଁ ଲମ୍ବା ବାଣ୍ଡଟି ବାହାରକୁ ବାହାରି ପଡ଼ିଥିଲା ତାକୁ ଦେଖି ମୁଁ ପୁରା ଛାନିଆ ହେଇଗଲି, କାରଣ ବାଣ୍ଡଟି ବହୁତ ଲମ୍ବା ଥିଲା ଏବଂ ମୋଟା ଥିଲା। ତେଣୁ ମୋ ମନକୁ ଭୟ ଆସିଲା ଯେ ସେ ମୋଟା ବାଣ୍ଡ ବୋଧହୁଏ ମୋ ବିହାରେ ପଶିବ ନାହିଁ। ମୁଁ ଖାଲି ସାରଙ୍କୁ ଏତିକି କହିଲି, ସାର୍ ଏ ମୋଟା ବାଣ୍ଡ କ'ଣ ମୋ ବିହାରେ ପଶିବ? ସାର୍ କହିଲେ, କିଛି ଅସୁବିଧା ହେବ ନାହିଁ। ତୁମେ ମୋ ବାଣ୍ଡକୁ ଟିକେ ଚାଟ, ଦେଖିବ ସେ ବାଣ୍ଡ ଆରାମସେ ତୁମ ବିହାରେ ପୁରା ଫିଟିଂ ହେଇଯିବ। ତେଣୁ ମୁଁ କ'ଣ କଲି ନା ସାରଙ୍କ ବାଣ୍ଡକୁ ମୋ ମୁହଁରେ ନେଇ ଚାଟିବାକୁ ଲାଗିଲେ। କିଛି ସମୟ ଚାଟି ସାରିଲା ପରେ ସାର୍ ମଧ୍ୟ ପାଗଳ ହେଇଗଲେ ମୋତେ ଘେହିବା ପାଇଁ। ସେ ମୋତେ କ'ଣ କଲେ ନା ତା ସିଧା ସେଇ ଖଟ ଉପରେ ଶୁଆଇ ଦେଲେ ଏବଂ ମୋର ଦୁଇ ଟାଙ୍ଗକୁ ଉପରକୁ ଟେକି ଧରିଲେ ଏବଂ ତାଙ୍କର ବାଣ୍ଡକୁ ମୋ ବିହା ଭିତରେ ପଶାଇଲେ। ପାଖାପାଖି 15ରୁ 20 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି ମୋତେ ଘେହି ଚାଲିଲେ। ଏମିତି ଘେଉଁଥିବା ସମୟରେ ମୋତେ ବହୁତ ମଜା ମଧ୍ୟ ଲାଗୁଥିଲା। ତାପରେ ମୁଁ କହିଲି, ସାର୍ ଆପଣ ଟିକେ ବାଣ୍ଡକୁ କାଢ଼ନ୍ତୁ, ମୁଁ ଆଉ ଥରେ ଆପଣଙ୍କ ବାଣ୍ଡକୁ ଚାଟିବି। ସେ କହିଲେ, ହଉ ଠିକ୍ ଅଛି। ତାପରେ ସେ ବାଣ୍ଡକୁ କାଢ଼ି ଆଣିଲେ ଏବଂ ମୋ ମୁହଁ ପାଖରେ ରଖିଦେଲେ। ମୁଁ ପୁଣି କିଛି ସମୟ ତାଙ୍କ ବାଣ୍ଡକୁ ଚାଟିବାକୁ ଲାଗିଲି। ତାପରେ ସେ କ'ଣ କଲେ ନା ମୋତେ ଖଟ ଉପରେ ପେଟେଇ ଶୁଆଇ ଦେଲେ ଏବଂ ମୋ ପଛପଟରୁ ତାଙ୍କର ବାଣ୍ଡକୁ ମୋ ବିହାରେ ପଶାଇଲେ। ପୁଣି ଘେହିଲେ। ପାଖାପାଖି 20ରୁ 25 ମିନିଟ୍ ପର୍ଯ୍ୟନ୍ତ ଏମିତି ବିହା ଘେହି ଚାଲିଲା। ସେତେବେଳକୁ ମୋ ବିହାରୁ ସବୁ ରସ ବାହାରି ସାରିଥାଏ। ତେଣୁ ମୁଁ ଆସ୍ତେ ଆସ୍ତେ ଦୁର୍ବଳ ହେଇସାରୁଥାଏ, କିନ୍ତୁ ସାରଙ୍କ ବାଣ୍ଡରୁ ରସ ବାହାରି ନଥିଲା। ସେ ନିର୍ଦ୍ଦମ ଭାବରେ ମୋତେ ଘେହି ଚାଲିଥିଲେ। ତାପରେ ସାର୍ କହିଲେ, ଠିକ୍ ଅଛି, ତୁମେ ମୋ ବାଣ୍ଡକୁ ଆଉ ଥରେ ଭଲକି ଚାଟ। ତାପରେ ଦେଖିବ ମୋ ବାଣ୍ଡରୁ ସବୁ ରସ ବାହାରିଯିବ। ମୁଁ ମଧ୍ୟ ସେୟା କଲି। ସାରଙ୍କ ବାଣ୍ଡକୁ 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଚାଟିଲି। କିଛି ସମୟ ଏମିତି ଚାଟାଚୁଟି ହେଇସାରିଲା ପରେ ସାରଙ୍କ ବାଣ୍ଡରୁ ସବୁ ରସ ବାହାରକୁ ବାହାରି ଆସିଲା। ତାପରେ ଆମେ ଦୁଇଜଣ ଘିଆ ଘେହିର ଶାନ୍ତି ପାଇଗଲୁ। ଏମିତି ଟିଉସନ୍ ସାର୍ ଆଉ ମୁଁ ଆମେ ବହୁତ ଥର ତାଙ୍କ ଭଡ଼ା ଘରେ ଏମିତି ଘିଆ ଘେହି ହେଇଛୁ। ଏସବୁ ବିଷୟରେ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।